ପଲ୍ଲବୀ ମାୟାକୁ କହିବେ, ଆଦର୍ଶକୁ ଆରେଷ୍ଟ କରିବା ସମୟରେ ମୋ ମନରେ କୋଉ ଭଳି ତୋଫାନ ଉଠୁଥିଲା ସେ କଥା କେବଳ ମୁଁ ଜାଣେ ମାମା। ଇଏ ମୋ ଡ୍ୟୁଟି। ସେଇ ସମୟରେ ମୁଁ ଏମିତି ଅବସ୍ଥାରେ ଥିଲି, ମୋତେ ବାଧ୍ୟ ହୋଇ ଆଦର୍ଶକୁ ଆରେଷ୍ଟ କରିବାକୁ ପଡ଼ିଲା। ତାପରେ ମାୟା କହିବେ, ଡ୍ୟୁଟି କରୁଥିଲୁ ତୁ? ମୁଁ ବାର ବାର ତତେ ଚାକିରି ଛାଡ଼ିବା ପାଇଁ କହିଛି, କିନ୍ତୁ ତୁ ମୋ କଥା ଶୁଣିଲୁନି। ଆଉ ଆଜି ପୁଣି ଥରେ ତୁ ପ୍ରମାଣ କରିଦେଲୁ ଯେ ଆଦର୍ଶ ଆଉ ଏ ପରିବାରଠୁ ତୋ ପାଇଁ ତୋ ଡ୍ୟୁଟି ହେଉଛି ସବୁଠୁ ବଡ଼। ତାପରେ ପଲ୍ଲବୀ କହିବେ, ମୁଁ ଜାଣେ ମାମା, ମୁଁ ଆଦର୍ଶକୁ ଆରେଷ୍ଟ କରିଛି, କିନ୍ତୁ ମୁଁ ତ ଆପଣଙ୍କ ଆଗରେ ପ୍ରମିସ୍ କରିଥିଲି ନା ମାମା ଯେ ମୁଁ ଆଦର୍ଶକୁ ନିର୍ଦ୍ଦୋଷ ପ୍ରମାଣିତ କରି ଘରକୁ ଫେରେଇ ଆଣିବି। ଆଉ ମୁଁ ଆଦର୍ଶକୁ ଘରକୁ ଫେରେଇ ଆଣିଲି ମଧ୍ୟ। ମାମା, ଯଦି ମୁଁ ପୋଲିସ ଚାକିରିରେ ନଥାନ୍ତି କି ମୁଁ ଏ ଚାକିରି ଛାଡ଼ି ଦେଇଥାନ୍ତି, ତାହେଲେ ମୁଁ ଏସବୁ କାମ କେବେ ବି କରିପାରିନଥାନ୍ତି। ଆଜି ଆଦର୍ଶ ବେଲ୍ ହେଇ ଘରକୁ ଆସିଲେ, ଆଉ ଆପଣ ଦେଖିବେ ମାମା, ଖୁବ୍ ଶୀଘ୍ର ଆଦର୍ଶଙ୍କ ଉପରେ ଲାଗିଥିବା ସେ ମର୍ଡର କେସ୍ର ଆରୋପ ମୁଁ ନିଶ୍ଚୟ ହଟେଇ ଦେବି। ମାମା, ମୁଁ ମୋର ଗୋଟେ ପ୍ରମିସ୍ ପୁରା କଲି ନା, ସେଇଥିପାଇଁ କ'ଣ ଆପଣ ମୋତେ କ୍ଷମା କରିବେନି? ତାପରେ ମାୟା କହିବେ, କ୍ଷମା ପୁଣି ତତେ? କେବେ ବି ନୁହେଁ। କେବଳ ଆଦର୍ଶର ଖୁସି ପାଇଁ ମୋତେ ତତେ ଏ ଘରର ବୋହୂ ଭାବେ ରଖିବାକୁ ପଡ଼ୁଛି। କିନ୍ତୁ ଗୋଟେ କଥା ମନେ ରଖ, ତତେ ମୁଁ କେବେ ମୋ ମନ ଭିତରୁ ନା ବୋହୂ ବୋଲି ମାନିଛି ନା ଆଗକୁ ମାନିବି। କ୍ଷମା କରିବା ତ ଦୂରର କଥା, ଚାଲିଯା ଏଠୁ। ମୁଁ ତୋ ହାତରୁ କିଛି ବି ଖାଇବାକୁ ଚାହିଁବିନି। ଚାଲିଯା ଏଠୁ। ତାପରେ ପଲ୍ଲବୀ କହିବେ, ଠିକ୍ ଅଛି ମାମା, ମୁଁ ଚାଲିଯିବି, କିନ୍ତୁ ଆପଣଙ୍କର ରାଗ ମୋ ଉପରେ। ଆପଣ ଖାଇବା ଉପରେ ରାଗନ୍ତୁନି, ଆପଣ ମୋ ହାତରୁ ଖାଆନ୍ତୁନି, କିନ୍ତୁ ଆପଣ ଆଦର୍ଶଙ୍କ ଖାତିରରେ ଖାଇ ନିଅନ୍ତୁ ନା। ଏମିତି କହି ପଲ୍ଲବୀ ଖାଇବା ଥାଲିକୁ ଟେବୁଲରେ ରଖିଦେବେ ଆଉ ରୁମ୍ ବାହାରକୁ ଆସି କହିବେ, ଯଦି ଆପଣଙ୍କର ଏତେ ଜିଦ୍, ତାହେଲେ ମୋର ବି ଗୋଟେ ଜିଦ୍ ଶୁଣି ନିଅନ୍ତୁ ମାମା। ଆଦର୍ଶଙ୍କ ଖାତିରରେ ମୁଁ ବି ଦିନେ ଆପଣଙ୍କର ହୃଦୟ ନିଶ୍ଚୟ ଜିତିବି। ଆଉ ଦିନ ଆସିବ ଆପଣ ମୋତେ ଆପଣଙ୍କର ବୋହୂ ରୂପେ ସ୍ୱୀକାର କରିବେ ମାମା। ଆଉ ଆପଣ ମୋତେ ଏତେ ଭଲ ପାଇବା ଦେବେ ଯେ ମୁଁ ମୋର ମାଙ୍କର ଅଭାବକୁ ଅନୁଭବ କରିବିନି। ଏତେ ବିଶ୍ୱାସ ମୋର ଅଛି। ଆଉ ଏଇଆ ହିଁ ନିଶ୍ଚୟ ହବ। ଏମିତି କହି ପଲ୍ଲବୀ ଚାଲିଯିବେ। ତାପରେ ରୁବି ମାୟା ପାଖକୁ ଆସିବେ। ତାପରେ ମାୟା କହିବେ, ଏବେ ତୁ ଆଉ କ'ଣ ଚାହୁଁଛୁ ଦିଦି? ତାପରେ ରୁବି କହିବେ, ମାୟା, ସବୁଠୁ ପ୍ରଥମେ ମୁଁ ତତେ ଧନ୍ୟବାଦ ଜଣାଇବାକୁ ଚାହୁଁଛି ଯେ ତୁ ମୋତେ ତୋ ଘରୁ ବାହାର କରି ନ ଦେଇ ତୋ ଘରେ ରଖିବାକୁ ଜାଗା ଦେଲୁ। ତା ସାଙ୍ଗେ ସାଙ୍ଗେ ମୁଁ ତତେ ସରି ବି କହିବାକୁ ଚାହୁଁଛି ଯେ ମୋ ଅଜାଣତରେ ମୁଁ ଆଦର୍ଶକୁ ତୁ ପଲ୍ଲବୀର ମୁହଁ ଚାହିଁବୁନି ବୋଲି ଏକଥା କହିଦେଲି, ଯୋଉଥିପାଇଁ ଆଦର୍ଶ ତତେ ମୁହଁ ଦେଖେଇବନି ବୋଲି ମନା କରିଦେଲା। ଦେଖ ମାୟା, ସେସବୁ କଥା ମୁଁ ତାକୁ ଜାଣିଶୁଣି କହିନି। ବାସ୍ ତୋ କଷ୍ଟ ଦେଖି ସହି ପାରିଲିନି ମୁଁ। ସେଇଥିପାଇଁ ସେସବୁ କଥା ଆପେ ଆପେ ମୋ ପାଟିରୁ ବାହାରିଗଲା। କିନ୍ତୁ ଏବେ ତୁ ବୁଝିପାରିଲୁ ତ ଆଦର୍ଶକୁ ତୋ ବିରୁଦ୍ଧରେ କିଏ କରୁଛି? ଦେଖ, ତୋରି ବୋହୂ ତୋ ପୁଅକୁ ଶେଷରେ ତୋରି ବିରୁଦ୍ଧରେ ଠିଆ କରେଇ ଦେଲା। ତାପରେ ମାୟା କହିବେ, ସରି ଦିଦି, ରାଗରେ ମୁଁ ତତେ ଘର ଛାଡ଼ି ଚାଲିଯିବା ପାଇଁ କହିଦେଇଛି ଆଦର୍ଶ ଯୋଗୁଁ। ତାପରେ ରୁବି କହିବେ, ମୋ ବୋହୂ ଠିକ୍ ଏଇଆ ହିଁ କଲା ମୋ ସାଙ୍ଗରେ। ମୋ ପୁଅ ଆଉ ମୋ ସ୍ୱାମୀ ଦି ଜଣଙ୍କୁ ହାତ କରି ସିଏ ମୋତେ ସେ ଘରୁ ବାହାର କରିଦେଲା। ଦୁନିଆରେ ସବୁ ବୋହୂମାନେ ଠିକ୍ ଏମିତି ମାୟା। ସେଇଥିପାଇଁ ସେମାନଙ୍କୁ କେବେ ବି ମୁଣ୍ଡରେ ବସେଇବା ଉଚିତ ନୁହେଁ ମାୟା। ତାପରେ ମାୟା କହିବେ, ତୁ ଠିକ୍ କହୁଛୁ ଦିଦି, ଏ ଘରେ ଏକା ତୁ ହିଁ ମୋତେ ଠିକ୍ରେ ବୁଝିପାରୁଛୁ। କେବଳ ତୁ ହିଁ ଏ ଘରକୁ ଭାଙ୍ଗି ଯିବାରୁ ବଞ୍ଚେଇ ଦେଇଛୁ। ଏମିତି କହି ମାୟା କାନ୍ଦି କାନ୍ଦି ରୁବିକୁ ହକ୍ କରିବେ। ତାପରେ ରୁବି ମନେ ମନେ କହିବେ, ମୂର୍ଖ ମାୟା, ତୁ ତ ଆରମ୍ଭରୁ ବହୁତ ଇମୋସନାଲ, ତେଣୁ ତୁ ଆଉ ଅଧିକା ବା କ'ଣ ବୁଝିବୁ? ମୁଁ ତତେ ଘରକୁ ବଞ୍ଚେଇବାକୁ ନୁହେଁ, ଭାଙ୍ଗି ଦେବାକୁ ଚାହୁଁଛି। ତମ ସମସ୍ତଙ୍କୁ ପରସ୍ପର ବିରୁଦ୍ଧରେ ଲଢ଼ୁଥିବାର ଦେଖିବାକୁ ଚାହୁଁଛି। ଯଦି ମୋତେ ମୋ ପରିବାରର ସୁଖ ମିଳିଲାନି, ତାହେଲେ ମୁଁ ତତେ ତୋ ପରିବାରର ସୁଖ କେମିତି ମିଳିବାକୁ ଦେଇପାରିବି? ତାପରେ ପଲ୍ଲବୀ ରୁମ୍କୁ ଯିବେ ଆଉ ଆଦର୍ଶକୁ କହିବେ, ପ୍ଲିଜ୍ ଆଦର୍ଶ, ତମେ ଏମିତି ମନ ଦୁଃଖ କରି ବସନି। ଆଜି ହେଉଛି ଆମ ପାଇଁ ଗୋଟେ ବହୁତ ବଡ଼ ଖୁସିର ଦିନ, ପ୍ଲିଜ୍। ତାପରେ ଆଦର୍ଶ କହିବେ, ହଁ ପଲ୍ଲବୀ, ତମେ ଠିକ୍ କହିଛ।
ଆଜି ଆମ ପାଇଁ ସତରେ ବହୁତ ବଡ଼ ଖୁସିର ଦିନ। ତାପରେ ପଲ୍ଲବୀ ଆଦର୍ଶକୁ ଫ୍ରେଶ୍ କରିକି ଆଣିବେ ଆଉ ଖାଇବାକୁ ବସିବେ ଆଉ ଖାଇସାରି ଶୋଇବାକୁ ଯିବେ। ତାପରେ ଆଦର୍ଶ ପଲ୍ଲବୀକୁ କହିବେ, କ'ଣ ହେଲା କିଛି କହିଲନି ଯେ? ତାପରେ ପଲ୍ଲବୀ କହିବେ, ଆଜିର ଦିନ ମୋ ପାଇଁ ବହୁତ ସ୍ପେଶିଆଲ, ଖୁସିର ଦିନ ଆଉ ଦୁଃଖର ବି ଦିନ। ତାପରେ ଆଦର୍ଶ କହିବେ, ମାନେ? ପୁଣି ପଲ୍ଲବୀ କହିବେ, ତମର କ'ଣ ମନେ ନାହିଁ? ତାପରେ ଆଦର୍ଶ କହିବେ, କେମିତି ଭୁଲିଯିବି ସେଦିନ ପଲ୍ଲବୀ? ଆଜିର ଦିନ ତ ମୁଁ ଜାଣିବାକୁ ପାଇଥିଲି ଯେ ମୁଁ ବାପା ହେବାକୁ ଯାଉଛି ବୋଲି। ତାପରେ ପଲ୍ଲବୀ କହିବେ, ଆଉ ଆଜିର ଦିନରେ ତମେ ବେଲ୍ ହେଇ ଘରକୁ ଫେରିଛ। ଏମିତି କହି ପଲ୍ଲବୀ ଆଦର୍ଶକୁ ହକ୍ କରିବେ। ତାପରେ ଆଦର୍ଶ କହିବେ, ଗୋଟେ କଥା କହିବି? ତାପରେ ପଲ୍ଲବୀ କହିବେ, କୁହ। ପୁଣି ଆଦର୍ଶ କହିବେ, ଆମ ବାହାଘରକୁ ବହୁତ ଦିନ ହେଇଗଲାଣି। ତାପରେ ପଲ୍ଲବୀ କହିବେ, ହଁ ହଁ 2 ଥର ବାହାଘର ବି ହେଇସାରିଛି ଆମର। ପୁଣି ଆଦର୍ଶ କହିବେ, ସେଇଥିପାଇଁ ତ କହୁଛି ଏବେ ଆମେ ଆମ ଫ୍ୟାମିଲି ବିଷୟରେ ଚିନ୍ତା କରିବା ଉଚିତ। ତାପରେ ପଲ୍ଲବୀ କହିବେ, ଥରେ ଖାଲି ଘରକୁ ଗୁଡ୍ ନ୍ୟୁଜ୍ ଆସିଗଲେ ମାମାଙ୍କ ମନ ବି ଶାନ୍ତ ହେଇଯିବ। ମୁଁ ଠିକ୍ କହିଲି ନା? ତାପରେ ଆଦର୍ଶ କହିବେ, ପଲ୍ଲବୀ ସତ କହିବାକୁ ଗଲେ ମୁଁ ଏସବୁ କରି ମାମାଙ୍କୁ ଖୁସି କରିବାକୁ ଚାହୁଁନି। ଆମ ଛୁଆ ଏ ଦୁନିଆକୁ ଆସିବ, ତା ସହିତ କିଏ ହସିବ କି ତା ସହିତ କିଏ ଖେଳିବ, ଆଇ ଡୋଣ୍ଟ କେୟାର ପଲ୍ଲବୀ। ଅନ୍ୟମାନଙ୍କ ପାଇଁ ଆମେ ଆମ ଲାଇଫକୁ ବହୁତ ଆଡ଼ଜଷ୍ଟ କରି ଚାଲି ସାରିଲୁଣି। ଏବେ କିନ୍ତୁ ଆମେ ଆମ ନିଜ ହିସାବରେ ଚଳିବା।